हेलो। हेलो। हाँ किए? हेलो। हाँ ଚିହ୍ନି ପାରୁନ? किए कहलु? ଚିହ୍ନି ପାରୁନ ବୋଧେ ଭଏସ ରୁ? ଏତେ ବର୍ଷ କାଳ ଧରି କଥା ହେଇ ସାରିଲା ପରେ ବି ଭଏସ ଚିହ୍ନି ପାରୁନ? ନା କିए कहलु? ଜାଣି हेलानी। ବର୍ଷା। ବର୍ଷା କୋଉ ବର୍ଷା? ମୁଁ କୋଉ ସେ ବର୍ଷା? କୋଉ ଆକାଶର ବର୍ଷା? ସେଟା କଣ ମନେ ପଡିବ? ଭୁଲି ଯିବଣି ସବୁ। କିଏ କହୁଛ କହୁନ? ହଁ, ନୂଆ ନୂଆ ବାହାଘର ଠିକ ହେଇଛି, ନୂଆ ନୂଆ ସ୍ତ୍ରୀ ମିଳିବ ଏବେ। ହଁ ସ୍ତ୍ରୀ ଘର ଯୌତୁକ ଦେବେ, ସେ ସବୁରେ ତମେ ଶାନ୍ତି ହବ। ମତେ କହୁଛ ସେ ନା? ତ ଚାହୁଁଥିଲ। ହଁ, ସେ ତ ଚାହୁଁଥିଲ ତମେ। ତମକୁ କେତେ ଥର ମୁଁ ଫୋନ କଲିଣି? ହାଁ, ଓହୋ ମୋ ତ ନମ୍ବରରୁ କେତେ ଥର ଫୋନ କଲିଣି? ଆରେ ତମେ ନା? ବ୍ଲକ୍ କାହିଁ କରିକି ରଖିଛ? ଆରେ ତମେ ଏତେ ସମ୍ମାନ ମତେ କିଛି ଦବା ଦରକାର ନାହିଁ ହେଲା। ମୁଁ ଆରେ ସମ୍ମାନ, ତମଠୁ ସମ୍ମାନ ପାଇବାର ମୁଁ ଯୋଗ୍ୟ ନୁହଁ। ଆରେ ମୋ ନମ୍ବର ଟା ଭାଇ ୟୁଜ କରୁଛି ନା, ସେଥିପାଇଁ ମୁଁ ଭାବିଲି ମୋ କଣ୍ଟାକ୍ଟରେ ଯେତିକି ଅଛନ୍ତି ବ୍ଲକ କରିଦେଇଛ। ଆଉ ତୋ କଥା ମୁଁ ତମ ଭୁଲି ହୃଦୟ ଟା ବି ଯାଇଥିଲି। ତମ ଭାଇ ୟୁଜ କରୁଥିବ ବୋଧେ। କି କଥା କହୁଛ ମ? ଏ ନମ୍ବର ଟା ପାଇଲ କୋଉଠି ଯେ? ହ୍ୟାଲୋ। ଏଟା ମୋ ସାଙ୍ଗର ନମ୍ବର। ନା ନା, ମୁଁ କହିଲି ମୋ ନମ୍ବର ଟା ଏଇଟା ପାଇଲ କୋଉଠି? ମୋ ନୂଆ ନମ୍ବର ଟା? 8 ବର୍ଷ କାଳ ତମକୁ ଭଲ ପାଉଥିଲି, ତମ 10ଟା ନମ୍ବର ମନେ ରଖି ପାରିବିନି ତମର? ବାବା। ମୁଁ କଣ ତମ ଭଳିଆ ଏମିତି ହେଇଛି ନା କଣ? ତମ ଭଳିଆ ଧୋକେବାଜ, ଚିଟର କୋଉଠିକାର। ଏତେ ସାରା ସ୍ୱପ୍ନ ଦେଖେଇ ଦେଇକି ବାହା ହେଇଯାଅ ନିଜେ ନିଜେ। ହଉ ଯାଅ, ତମେ ଖୁସିରେ ରୁହ, ଖୁସିରେ ସଂସାର କର। ଏଇନେ ତମକୁ ଯୌତୁକ ମିଳିବ। ମୋ ବାପା ହୁଏତ ମତେ ବାହା ହେଇଥିଲେ ମୋ ବାପା ତମକୁ ଟିକେ ଯୌତୁକ ଦେଇ ଲାଇନରେ ରହିଲୁ, ଟିକେ ପାରିନଥାନ୍ତେ। ଲାଇନରେ ରହିଲୁ, ଟିକେ ପୁଣି କାହା ସହ ଚକ୍କର ଚାଲିଛି ନା? ତମେ କେବେ ସୁଧୁରିଲନି କି ସୁଧୁରି ପାରିବନି ନାଇଁ, ତମ ଜୀବନରେ। ମା ଫୋନ କରିଦେଇଥିଲେ। କହୁନୁ କଣ ହେଲା? ତୁ ରାଗି ହଉଛୁ କାହିଁ ଯେ? ହଁ, ମା କି କୋଉ ମା ର ଝିଅ ସେଇଟା କିଏ ଜାଣିବ? ହେ, କି କଥା କହୁଛୁ ଜାଣିଛୁ ନା? ମୁହଁ ସମ୍ଭାଳିକି କଥା ହବ ହେଲା। ଯେତିକି ରହିବା କଥା ସେତିକି ରହ ହେଲା। ବାଧି ଯାଉଛି ନା, କଣ କରିବ ତମେ? ତମକୁ ତ ଆଉ ନୂଆ ସ୍ତ୍ରୀ ମିଳିଯାଇଛି, ତମେ ଆଉ ମତେ ଆଉ ସେମିତି କଥା କହିବନି ତ ଆଉ କାହାକୁ କେମିତି କଥା କହିବ? ମତେ ମିଳିଲା। ଆଗରୁ 8 ବର୍ଷ ତଳେ ସିନା ମୁଁ ଭଲ ଲାଗୁଥିଲି, ଏବେ ତ ଆଉ ମୁଁ ଭଲ ଲାଗୁନି ନା। ମୋ ପାଖରେ ଆଉ ସେ ପଇସା ନାହିଁ, ସେ ଧନ ନାହିଁ, ସବୁ କିଛି ନାହିଁ ନା ମୋ ପାଖରେ। ତମକୁ ଏବେ ଧନ ଲୋଭ ଦେଖାଯାଇଛି, ସେଇ ଚକ୍କରରେ ତମେ ଆରେଞ୍ଜ ମ୍ୟାରେଜ କରୁଛ। ସେ କଥା ତମକୁ ନାଇଁରେ। ଦରକାର ଯୌତୁକ। ଆରେ ଶୁଣ ଶୁଣ, ତମକୁ ମୋ ଦରକାର କଥା ଶୁଣ। ଯୌତୁକ। ହ୍ୟାଲୋ ହ୍ୟାଲୋ। ତମର ଦରକାର ଜାତି। ତମେ ନିଜେ କହୁଥିଲ ପରା, ଜାତିକୁ ତମେ ବିଶ୍ୱାସ କରୁନଥିଲ, ଏବେ କିନ୍ତୁ ତମ ଜାତିର ଝିଅକୁ ବାହା ହଉଛ ଆରେଞ୍ଜ ମ୍ୟାରେଜ କରିକି। ତମର ଜାତି କୋଉ ଜାତି କି? ମତେ କହିଲ ପ୍ରଥମ କଥା। ଆମେ ବ୍ରାହ୍ମଣ ଜାତି। ଆଉ ତ ମୋର କୋଉଠି? ତମର କୋଉଠି, ମୋର କୋଉଠି? ତମେ ଗଛ ଉପରେ ହେଲେ, ଆମେ ଗଛ ତଳେ ହଉଛ। ସେଇଟା କଣ ଭଲ ପାଇବା ବୋଲି ଜାଣିନଥିଲ? ଆରେ ମୁଁ ଜାଣିଲି ପ୍ରଥମରୁ ଆଉ କଣ କଣ? ଜାଣିନଥିଲ? ତମେ ଛାଡ ଆଉ ସେ ପ୍ରଥମରୁ କଥାକୁ। ଜାଣିନଥିଲ? ଆଉ ସେ ସାମାନ୍ୟ କଥାକୁ। ଗୋଟେ ଜାତି ପାଇଁ ମୋ ଜୀବନଟା ସହିତ ତମେ ଖେଳିଦେଲ ନା? ସାମାନ୍ୟ ଜାତି ଏବେ ତମକୁ ଦେଖା ଯାଉଛି। ମୁଁ ତମ ସହିତ କଣ ଟା କଲି କି ତମେ ଏତେ ମୋ ଉପରେ ରାଗି ଯାଉଛ? କିଛି ତ ହେଇନି, ଖାଲି ଥିଲ ନର୍ମାଲି ଏମିତି ଅଛ, ଯିବ ପଳେଇଯିବ, କଣ ଅଛି? ହଁ, ତମକୁ ଥରେ ଲାଗିବ, ଥିଲା ତମ ଭିତରେ ଫିଲିଙ୍ଗସ ବୋଲି କିଛି ନଥିଲା ନା? ଜବ୍ କରିବା ନାଁରେ ଯେ ସବୁ ପାଲା କରୁଥିଲ ତମେ। ତମ ପାଖରେ ଏବେ ପଇସା ହେଇଗଲା, ସେତେବେଳେ ତମ ପାଖରେ ପଇସା ନଥିଲା। ଏବେ ପଇସା ହେଇଗଲା ନା, ମତେ କାହିଁ ପଚାରିବ ତମେ? ତମକୁ ଏଇନେ ଜାତି ଦେଖାଯାଉଛି। ମୁଁ ସଫା କଥା ଜାତି। କହୁଛି। ତମ ସହିତ ମୋର କିଛି ଇଏ କରିବା ନଥିଲା। ଖାଲି ଯେତେବେଳେ ଘର ଲୋକ ସବୁ ଜାଣିଲେ ଏଇ କଥା ସବୁ, ମୁଁ ଆଉ କଣ କରିବି? ଘର ଖୁସିରେ ମୁଁ ଖୁସି ଆଉ। ତ ଏଇଠି ତମେ ଶୁଣ ଶୁଣ, ମୋ କଥା ଶୁଣ। ବୁଝେଇ ପାରିଲାନି ଜାତି ବିଷୟରେ, ତମ ଘର ଲୋକଙ୍କୁ ବୁଝେଇ ପାରିଲାନି? ଏତେ ଫୁଟାଣି ମାରୁଥିଲ ମୋ ଆଗରେ। ମୁଁ ତମ କୌଣସି ଜାତିକୁ ମାନେନି। ଏବେ ତମେ ବି ସେଇ ସମାଜକୁ ଦେଖିକି ସେଇ ଜାତି ପ୍ରଥାରେ ପଶିଗଲ। ତମେ ତ ବି ନିଜେ ତମ ଘରେ ବି କହିତେ ବି ଡରୁଛ। ତମେ ନିଜେ ତମ ଘର ଆଗରେ କହିଛ? ମୁଁ ତମକୁ ବାହାହେଇକି ଯାଇକି ତମ ଘରେ ରହିଥାନ୍ତି। ତମେ ତ ମତେ ସେତିକି ସପୋର୍ଟ କରିନଥିଲ, ମୁଁ କୋଉ ସପୋର୍ଟରେ କହିଥାନ୍ତି ଆମ ଘରେ? ଆଜିକାଲି କିଏ ସେମିତି କରୁଛି? ସମସ୍ତେ ତ ସେଇଭଳିଆ ନିଜ ନିଜ ଇଚ୍ଛାରେ ବାହା ହଉଛନ୍ତି। ମୁଁ ବି ମୋ ଇଚ୍ଛାରେ ବାହା ହେଲି। ଆଜିକାଲି ସମସ୍ତେ ନିଜ ନିଜ ବାହାରେ ବାହା ହଉନାହାନ୍ତି। ସମସ୍ତଙ୍କ ସହ ଖେଳିବା ଗୋଟେ ଇଏ ହେଇଗଲାଣି। ହଁ ନା। ସଉକ ହେଇଗଲାଣି ସମସ୍ତଙ୍କ ସହ ଖେଳିବା। ତ ଯାହାର ବାହା ହବାର ଥିବ ସେ ଯେମିତି ହେଲେ ବାହା ହବ, କୌଣସି ଜାତି ଦେଖିବନି। ତମ ଘରର ଏଇନୁ କାହାର ଦେହ ଖରାପ ହେଇଥିଲେ, ରକ୍ତ ଦରକାର ଥିଲେ, ତମେ ମେଡିକାଲରେ ଯାଇକି ପଚାରିଥାନ୍ତ ଇଏ କୋଉ ଜାତିର ରକ୍ତ ବୋଲି? ତ ନାଇଁ ନା। ବାହା ହେଲା ବେଳକୁ ତମକୁ ଜାତି ଦେଖାଯିବ। ତମେ କଥାଟା କୋଉଠି ପହଞ୍ଚଉଛ କହିଲ? ତମକୁ ପ୍ରଥମ କଥା କହିଲ ମୋ ବିଷୟରେ କହିଲା କିଏ ତମକୁ? ମୁଁ ଯୋଉଠୁ ବି ଜାଣିଲି, ତମର କଣ ଗଲା? ତମେ ଏଇଆ ହିଁ କରିବାର ଥିଲା, ଚିଟିଂ କରିବାର ଥିଲା, କାହିଁ ମତେ ଆଗୁଆ କହିପାରିଲନି?
ଭଲ ପାଇବା ପୂର୍ବରୁ କହିପାରିଲନି ତମ ଜାତି ହେବେନି କାହିଁକି ମୋ ମତେ ସହିତ ମତେ ଖେଳିଲ? ମୁଁ ଏବେ ତତେ କହୁଛି ହେଲା, ତୁ ଯାହା କରିବା କଥା କର ହେଲା। ଏବେ ତତେ କହିଦଉଛି ଯା, ମୁଁ ବୁଝିଲୁ ନା? ତମ ସହ ଖେଳିକି କଣଟା କରିଦେବି? ତମେ ଯାଇକି ବାହା ହେଇକି ଖୁସିରେ ରୁହ। ମୁଁ ମୋ ଜୀବନରେ ବୋଧେ କାହାକୁ ବାହା ହେଇବିନି। ତମେ ବାହା ହେଇକି ତମ ପିଲା ସହ ସଂସାର କର ପିଲା ଛୁଆଙ୍କ ସହିତ। ମୋର କିଛି କହିବାର ନାହିଁ। ବୁଝିଗଲି ଏ ଦୁନିଆ କେମିତି, ଏ ଦୁନିଆ କେବେ ସୁଧୁରିବନି ସାମାନ୍ୟ ଗୋଟେ ଜାତିକୁ ନେଇକି ଏତେ ସବୁ। ହଉ ଏଇଥରକ ଆସିବ ଆଉ। ଖାଇତେ ଆସିବ, ସବୁ କଥା ତ ଜାଣିନେଲ ଆଉ କଣ କହୁଛ? ଆଉ ରାଗିଲେ କଣ ହବ? ଦରକାର ନାହିଁ ସବୁ ସେ ତ ଠିକ। ଭୋଜି ମତେ ଦରକାର ନାହିଁ। ଆଉ ଯୋଉ ଭୋଜିରେ ମୁଁ ଠିଆ ହବା କଥା ଦୁଲ୍ହନ ବନିକି, ସେଇଠି ଆଉ କିଏ ଠିଆ ହବ ମୁଁ ସେଇଟା ଦେଖିକି ବରଦାସ୍ତ କରିପାରିବିନି। ହଁ ନା, ଏମିତି କଥା। ତତେ ସତ କଥା କହିଲୁ, ତତେ ଏ ସବୁ ବିଷୟରେ କହିଲା କିଏ? ସତ କହ। ମୁଁ ଯୋଉଠୁ ବି ଜାଣିନି। ନା ନା ମୋର ଜଣେ କହିବାକୁ ଲୋକ କମ୍ ନାହାନ୍ତି। ନା ନା ମତେ କହ, ତତେ କହିବାକୁ ଲୋକ କହିଲା କମ୍। କିଏ? ହ୍ୟାଲୋ, ତତେ କୋଉ ପ୍ରୁଫ୍ ଅଛି କହିଲୁ? ମୋ ବାହାଘର କାର୍ଡ ଟା ଆମ ଘରକୁ ଆସିଛି। ମୋ ସାଙ୍ଗ ରିଆ କହିଲା ତ। ହ୍ୟାଲୋ। ତମର କୋଉ ରିୟା ସିଆ ତମର କେତେ କଣ ସାଙ୍ଗ ଥିବେ ତମେ ଜାଣିଥିବ ନା। ମୁଁ ହଁ ହଁ ଭାବିନଥିଲି ଯେ ମୁଁ ଏମିତି ଗୋଟେ ପିଲା ସହ ରହୁଥିଲି। ଓହୋ ମୁଁ ତ ଭୁଲ ଥିଲି। ନା ନା ତମେ ରିୟା କଣ୍ଟ୍ରାକ୍ଟର ନାହଁ, ମତେ ସତ କହିଲ? ତମେ ସେ ଜାତିକୁ ଧରିକି ବସିଥାଅ। କୋଉ ଜାତି ତମର? ତମ ପିଲା ଛୁଆ ଯେତେବେଳେ ଲଭ ମ୍ୟାରେଜ କରିବ ସେତେବେଳେ ଦେଖିଦେବି। ଏମିତି ଆରେ ଶୁଣ, ଜାତି। ମୁଁ କହିଲି ତମେ ରିୟା କଣ୍ଟ୍ରାକ୍ଟରେ ଅଛଟି? ହଁ ମୁଁ ରିୟା କଣ୍ଟ୍ରାକ୍ଟର ଅଛି ତ କଣ ହେଲା? ତ ସେଇ କହିଛି ନା ସତ? ସତ କହିବ ଯଦି ମୁଁ ଏବେ ଗୋଟେ ସତ କଥା କହିବି। ସତ କୁହ, ସେ କଣ କହିଲା ତମକୁ? ସେ କୁହ। କହିଲା ସେ ବାହା ହେଇଯିବ, ମୁଁ ସେଇଥିପାଇଁ ହିଁ ତମକୁ ଫୋନ କଲି। ଆଉ ସବୁ କଣ କହିଲା ମୋ ବିଷୟରେ? କିଛି ତ ଚୁଗୁଲି କରିଥିବ ସିଏ। କୁହ। ହ୍ୟାଲୋ। ତମେ ଏତେ କଥା ଜାଣିକି ମୁଁ କଣ ଟା କରିବି? ତମର ତ ବାହାଘର ଠିକ ହେଇ ସାରିଲାଣି, ତମେ ବାହା ହେଇକି ଖୁସିରେ ତମ ଜୀବନ ସାଥୀ ସହ ରୁହ। ମତେ ଆଉ କିଛି କୁହନି। ସେ ତ କହୁଥିବ, ଜାଣିଗଲି ଦୁନିଆ। ଶୁଣ ହ୍ୟାଲୋ, ସେ ତ ଆଉ କହୁଥିବ ଆଉ କାହା ସହିତ ଅଛି, କାହା ସହିତ କଥା ହୁଏ ଡେଲି, ଏମିତି ତ କହୁଥିବ। ସତ କୁହ, ହଁ କହୁଥିଲି। କହିଛି ନା? ହଁ କହୁଥିଲି। ସେ ମୁଁ ଜାଣିଛି, ସେଇ ତମକୁ ହିଁ ସବୁ କିଛି କହିଥିବ। ହୁଁ। ଛାଡ, ମୋ ଲାଇଫ ହିଁ ସେୟା। କେବେ ବି ସୁଖରେ ରହିପାରିବିନି। ତୁ କାନ୍ଦୁ ତମକୁ ଯେତିକି ଆଶା ରଖିଥିଲି, ଛାଡ ତମେ କା ତମେ ବି ଗଲ। ମୁଁ କହିଲି ତମେ କାନ୍ଦୁଛ ନା କଣ? ହ୍ୟାଲୋ। ଆରେ ମୋ କଥା ଶୁଣ। ହ୍ୟାଲୋ 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 ହ୍ୟାଲୋ। ହୁଁ ଶୁଣ ମୋ ହୁଁ କଥା ଶୁଣ। ତମେ ଯେମିତି ଭାବୁଛ ସେମିତି କିଛି ନୁହେଁ। ମୁଁ ଖାଲି ଗୋଟେ ଛୋଟ ଟେଷ୍ଟ ନଉଥିଲି। ସେ ରିଆ ବି ମୋ ସାଙ୍ଗ ପାଖରେ ଏଇଠି ବସିଛି। ବୁଝିଲ, କଥାଟା ଶୁଣ, ରାଗିବନି ହେଲା, କଲ କାଟିବନି। ସେ କହିଲା ଯେ ଏମିତି ଗୋଟେ ମୁଁ ମିଛ ସତ କହୁଛି। ତାକୁ ଟିକେ ପଚାରିକି ଦେଖ, ସେ କଣ କହୁଛି ହେଲା। ମୁଁ ତାକେ ଦ୍ଵାରା ତା ଦ୍ଵାରା କହିଥିଲି। ମୁଁ 2 ଦିନ ପାଇଁ ତମ ନମ୍ବର ଟା ବ୍ଲକ କରିଥିଲି ହେଲା। ତମେ ପୁରା ସିରିୟସ ହେଇଗଲଣି ହେଲା, ଯାହା ଜଣା ପଡୁଛି। ସେମିତି କିଛି ଏମିତି ମୋ ସହ 2 ଦିନ କଥା ରହିକି ରହିପାରିଲ? ମୁଁ ତମେ ମରିଛି କି ବଞ୍ଚିଛି ତମେ ପଚାରିଲନି? ତମେ କାନ୍ଦନି ହେଲା, ବୁଝିଲ ନା, କାନ୍ଦନି ହେଲା। ସତରେ କାନ୍ଦୁଛୁ ନା କଣ? ସତରେ କାନ୍ଦୁନି, କାନ୍ଦେ ମଜା କରୁଥିଲି। ଯାହା ସହ ବାହାଘର ଠିକ ହେଇଛି ତା ସହ ବାହା ହେଇକି ଖୁସିରେ ରୁହ। ନାଇଁ ନାଇଁ, ରିୟା ସହିତ କଥା କରେଇଦେମି ନା କଣ? ଦରକାର ନାହିଁ କାହା ସହ କଥା ହବ, ତମେ ଖୁସିରେ ରୁହ। ନାଇଁ ନାଇଁ ସେ କାନ୍ଦନି, ଜାତି ଗୋଟାକୁ ଧରିକି ବସିଥାଅ। ନାଇଁ ନାଇଁ ସେ କାନ୍ଦନି। ଜାତି ତମକୁ କେତେ ହ୍ୟାଲୋ ହ୍ୟାଲୋ, କାନ୍ଦୁଛୁ କାହିଁକି ଯେ? ମଜା କରୁଥିଲି ବା। ହଉ ଠିକ ଅଛି, ରାଗନି ହେଲା। ହଉ ମୁଁ ଗୋଟେ କେବେ ଯାଇକି ତମକୁ ଦେଖା କରିକି ଆସିବି ହେଲା, ତମେ ରାଗନି। ସେମିତି କିଛି ନାହିଁ, ମଜା କରୁଥିଲି। ସେ ବାହାଘର ମାଘରେ କିଛି ନୁହେଁ ହେଲା। ସତରେ ଏମିତି କହିବନି ନା? ନାଇଁ ମଜାକ ପୁରା କରୁଥିଲି। ତ ସତ, ତମେ ଜାଣ ପରା। କେମିତି ବିଶ୍ୱାସ କରିବି, ତମ ସହିତ ସେମିତି କରୁଛି। ହଉ ହଉ ରାଗନି, ମୁଁ କାଲି ଯାଏ ଦେଖାହବ ନା କଣ କହୁଛୁ? ହଉ ବୁଝିଲ ନା? ହଉ। ହଉ ରିୟା ତ ଏଇଠି ଅଛି, ଛାଡ, ମୁଁ ତ ତମ ସହିତ କଥା ହେଇଯିବି କାଲି ଗଲେ ଆଉ। ହଉ ରଖୁଛି।